ମୁଁ ଶିବପ୍ରସାଦ ବେହେରା ବାରିଗୋଳ ପଞ୍ଚାୟତର ସରପଞ୍ଚ। ମୁଖ୍ୟମନ୍ତ୍ରୀଙ୍କର ପ୍ରତିଷ୍ଠାତା ହୋଇଛି ଯେଉଁ ଓଡ଼ିଶା ଜନତା କଂଗ୍ରେସର ଆଜି ସାଲେପୁର ମଧୁମାଟି ତାଙ୍କୁ ସ୍ୱାଗତ କରିଛି। ସାଲେପୁରରେ କେଉଁଠି ନା କିଛି ବାକି ରହିଯାଇଛି ବିକାଶ ଧାରା ଆଗକୁ ଯିବା ପାଇଁ। ତେଣୁ ଗୋଟେ ଆଞ୍ଚଳିକ ଦଳ ଏଉଠୁ ସୃଷ୍ଟି ହେଲା ଯେ ସାଲେପୁର ମାଟିରୁ ଏଉଠୁ ସାଲେପୁର ମଧୁମାଟି ଆହୁରି ସରସ ସୁନ୍ଦର ହେବ। ଆଉ ଯୁବକମାନଙ୍କୁ ପାଇଁକି ଯାହା ଦରକାର ତାଙ୍କର ସବୁ ନ୍ୟାଯ୍ୟ ଦାବି ସବୁ ପାଇଁ ମା'ମାନଙ୍କ ପାଇଁ ଯେଉଁ ଆମର ନିର୍ଯାତନା ଯେଉଁ ହେଉଛନ୍ତି ତା ପାଇଁକି ନ୍ୟାୟ ଏଉଠୁ ଓଡ଼ିଶା ଜନତା କଂଗ୍ରେସର ତାର ଆରମ୍ଭ କରିବ ସବୁକିଛି। ତେଣୁ ନେତୃତ୍ୱ ଏଠୁ ଧୀରେ ଧୀରେ ସାରା ଓଡ଼ିଶାକୁ ଏଉଠୁ ପ୍ରଭାବିତ କରିବ ଆଉ ବହୁତ ପ୍ରଗତି ପଥରେ ଆଗେଇ ଚାଲିବ। ସାଲେପୁର ଆଉ ଟାଙ୍ଗିରୁ ଆସିଥିବା ପ୍ରତ୍ୟେକ ପଞ୍ଚାୟତରୁ ଆମର ବୋଧେ ଏଠି ଆଜି 300 ଲୋକ ଆଜି ଏଠି ସମାଗମ ଯେଉଁ ଦଳ ସହିତ ଆଜି ଆମ ସହିତ ମିଶିଛନ୍ତି ଓଡ଼ିଶା ଜନତା କଂଗ୍ରେସ ସହିତ। ତେଣୁ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ସାଧୁବାଦ ଜଣାଉଛି, ସ୍ୱାଗତ ଜଣାଉଛି। ଯାଉ ଏମିତି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏମିତି ଧୀରେ ଧୀରେ ମିଶିବେ। ଆଗାମୀ 15 ଏଇଠି ଆଜି ଏଠି ଆଲୋଚନା ହେଲା ଯେ ଆସନ୍ତା 15 ତାରିଖରେ ଭୁବନେଶ୍ୱରରେ ମହା ସମାବେଶ ହେବ। ହଜାର ହଜାର ସଂଖ୍ୟାରେ ପୁରପଲ୍ଲୀରୁ ଯାଇକି ସେଠି ସାମିଲ ହେବେ ଓଡ଼ିଶା ଜନତା କଂଗ୍ରେସ ସହିତ।